ଜୟ ଶ୍ରୀକୃଷ୍ଣ। ଏ ଭୌତିକ ଜଗତରେ ମଣିଷ କଷ୍ଟ ଯନ୍ତ୍ରଣାରେ ବଞ୍ଚିଛି। ପ୍ରତ୍ୟେକ ଦିନ ସେ ସେଇ ଆନନ୍ଦ ଖୋଜି ଚାଲିଛି, ଯେଉଁ ଆନନ୍ଦ କି ତା ଜୀବନକୁ ସୁଗନ୍ଧିତ କରିଦେବ। ସେ ଏଇ କଷ୍ଟ ଯନ୍ତ୍ରଣାରୁ ମୁକ୍ତ ପାଇବା ପାଇଁ ସେ ପ୍ରତ୍ୟେକ ଥର ଏମିତି ଚେଷ୍ଟା କରୁଛି ଏବଂ ବାରମ୍ବାର ହାରି ଚାଲିଛି। ଭଗବାନ ଶ୍ରୀକୃଷ୍ଣଙ୍କ ମୁଖର ବାଣୀ ଭଗବତ୍ ଗୀତା। ଏହି ଭଗବତ୍ ଗୀତାରେ ଭଗବାନ କହିଛନ୍ତି, କେମିତି ମଣିଷ କଷ୍ଟ ଯନ୍ତ୍ରଣାରୁ ନିଜକୁ ବାହାର କରିପାରିବ। ସେ କେଉଁ ଉପାୟରେ ଜୀବନଯାପନ କଲେ ସବୁବେଳେ ଖୁସି ରହିପାରିବ। ପ୍ରିୟ ଶ୍ରୋତାଗଣ, ପ୍ରତ୍ୟେକ ଦିନ ଆପଣ ଯଦି ଗୋଟିଏ ବି ଶ୍ଲୋକ ବୁଝିବା ପାଇଁ ଚେଷ୍ଟା କରନ୍ତି, ତାହେଲେ ଆପଣଙ୍କ ଜୀବନରେ ବହୁତ କିଛି ଉନ୍ନତି ହେବ। ଚାଲନ୍ତୁ ଆଜି ଆମେ ସେହି ଗୀତାବାଣୀ ଭଗବାନଙ୍କ ମୁଖରୁ ଶୁଣିବା। ଆଜି ଆମେ ଚତୁର୍ଥ ଅଧ୍ୟାୟର 26 ନମ୍ବର ଶ୍ଲୋକ ବିଷୟରେ ଆଲୋଚନା କରିବା। ସଦାଦିନି ଇନ୍ଦ୍ରିୟାଣ୍ୟ ସଂଯମାଗ୍ନିଷୁ ଜୁହିତି ସଦାଦିନି ବିଷୟାନନ୍ୟ ଇନ୍ଦ୍ରିୟାଗ୍ନିଷୁ ଜୁହିତି। ଭଗବାନ ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହୁଛନ୍ତି, କେହି କେହି ଶ୍ରବଣ ତଥା ଅନ୍ୟ ଇନ୍ଦ୍ରିୟମାନଙ୍କୁ ସଂଯମ ରୂପୀ ଯଜ୍ଞାଗ୍ନିରେ ଆହୁତି ଦିଅନ୍ତି। ଅନ୍ୟମାନେ ଶବ୍ଦାଦି ଇନ୍ଦ୍ରିୟ ଭୋଗ୍ୟ ବିଷୟବସ୍ତୁକୁ ଇନ୍ଦ୍ରିୟର ଅଗ୍ନିରେ ଅର୍ପଣ କରନ୍ତି। ଅଗ୍ନିରେ ଅର୍ପଣ ହେଉଥିବା ବସ୍ତୁକୁ ଅଗ୍ନି ତା ନିଜ ସ୍ୱରୂପରେ ରୂପାନ୍ତରିତ କରିଦିଏ। ବାହ୍ୟ ବୈଦିକ ଯଜ୍ଞ ଅନୁଷ୍ଠାନରେ ଆହୁତି ରୂପରେ ଅର୍ପିତ ଦ୍ରବ୍ୟ ସବୁକୁ ସେ ସ୍ଥୂଳ ରୂପରେ ଗ୍ରାସ କରିଥାଏ। ଅଭ୍ୟନ୍ତରୀଣ ରୂପରେ କରାଯାଇଥିବା ଦିବ୍ୟ ସାଧନାରେ ଅଗ୍ନି ସାଙ୍କେତିକ ଅଟେ। ଆତ୍ମ ସଂଯମର ଅଗ୍ନି ଇନ୍ଦ୍ରିୟମାନଙ୍କର କାମନାକୁ ଦହନ କରିଥାଏ। ଏହିଠାରେ ଭଗବାନ ଶ୍ରୀକୃଷ୍ଣ ଆଧ୍ୟାତ୍ମିକ ଉନ୍ନତି ପାଇଁ ଦୁଇଟି ପରସ୍ପର ବିରୋଧୀ ଦୃଷ୍ଟିକୋଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି। ଗୋଟିଏ ଦୃଷ୍ଟିକୋଣ ହେଉଛି ଇନ୍ଦ୍ରିୟମାନଙ୍କର ବଶୀକରଣ, ଯାହାର ଅଭ୍ୟାସ ହଠଯୋଗରେ କରାଯାଇଥାଏ। ଏହିପରି ଯଜ୍ଞ ଦ୍ୱାରା ଶରୀର ଧାରଣ କରିବା ପାଇଁ ଆବଶ୍ୟକୀୟ କର୍ମ ବ୍ୟତୀତ ଇନ୍ଦ୍ରିୟମାନଙ୍କର ସମସ୍ତ କର୍ମକୁ ନିଷ୍କ୍ରିୟ କରିଦିଆଯାଏ। ମନକୁ ସମ୍ପୂର୍ଣ୍ଣ ଭାବେ ଇନ୍ଦ୍ରିୟମାନଙ୍କଠାରୁ ହଟାଇ ମନୋବଳ ଦ୍ୱାରା ସେଗୁଡ଼ିକୁ ଅନ୍ତର୍ମୁଖୀ କରିଦିଆଯାଏ। ଏହାର ବିପରୀତ ହେଉଛି ଭକ୍ତି ଯୋଗର ସାଧନା। ଏହି ଦ୍ୱିତୀୟ ପ୍ରକାରର ଯଜ୍ଞରେ ସୃଷ୍ଟିର ପ୍ରତି ପରମାଣୁରେ ବ୍ୟାପ୍ତ ସୃଷ୍ଟିକର୍ତ୍ତାଙ୍କ ମାହାତ୍ମ୍ୟ ଅବଲୋକନ କରିବାକୁ ଇନ୍ଦ୍ରିୟମାନଙ୍କର ଉପଯୋଗ କରାଯାଇଥାଏ। ଇନ୍ଦ୍ରିୟମାନେ ଭୌତିକ ସୁଖ ଉପଭୋଗ କରିବାର ଏକ ଉପକରଣ ହୋଇ ରହନ୍ତି ନାହିଁ, ବରଂ ପରିଶୁଦ୍ଧ ହୋଇ ସେମାନେ ଭଗବାନଙ୍କୁ ସର୍ବତ୍ର ଉପଲବ୍ଧି କରିଥାନ୍ତି। ସପ୍ତମ ଅଧ୍ୟାୟ 8 ନମ୍ବର ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ରସହଂ ଅପଶୁ କୌନ୍ତେୟ। ଅର୍ଜୁନ, ମୋତେ ଜଳରେ ସ୍ୱାଦ ଭାବରେ ଜାଣ। ଅତଏବ ଭକ୍ତିଯୋଗୀମାନେ ତାଙ୍କର ପ୍ରତ୍ୟେକ ଇନ୍ଦ୍ରିୟ ଦ୍ୱାରା ଯାହା ସବୁ ଦେଖନ୍ତି, ଶୁଣନ୍ତି, ଆସ୍ୱାଦନ କରନ୍ତି, ସ୍ପର୍ଶ କରନ୍ତି ବା ଆଘ୍ରାଣ କରନ୍ତି, ପ୍ରତ୍ୟେକ କ୍ଷେତ୍ରରେ ଭଗବାନଙ୍କୁ ଅନୁଭବ କରିବାର ପ୍ରୟାସ କରନ୍ତି। ଶ୍ରୋତାଗଣ, ସେଇଥିପାଇଁ କୁହାଯାଇଛି, ଆମେ ଯାହା ବି କରିବୁ ସବୁକିଛି ଭଗବାନଙ୍କୁ ସାଥିରେ ନେଇ କରିବା ଦରକାର। ଭକ୍ତିର ଏହି ଯଜ୍ଞ ହଠଯୋଗର ପଥ ଅପେକ୍ଷା ସହଜ ଅଟେ। ଏହାର ଅନୁସରଣ ଆନନ୍ଦଦାୟକ ହୋଇଥାଏ ତଥା ଏଥିରେ ପତନର ସମ୍ଭାବନା ବହୁତ କମ୍ ହୋଇଥାଏ। ଉଦାହରଣ ସ୍ୱରୂପ, ଯଦି ଜଣେ ସାଇକେଲ ଚାଳକ ଆଗକୁ ନ ଯିବା ପାଇଁ ହଠାତ୍ ବ୍ରେକ୍ ମାରନ୍ତି, ତେବେ ସେ ଭାରସାମ୍ୟ ହରାଇ ତଳକୁ ପଡ଼ିଯାଇପାରନ୍ତି। କିନ୍ତୁ ସେ ଯଦି ସାଇକେଲର ହ୍ୟାଣ୍ଡେଲକୁ ବାମ କିମ୍ବା ଡାହାଣକୁ ମୋଡ଼ି ଦିଅନ୍ତି, ତାହେଲେ ଆଗକୁ ଯିବା ବନ୍ଦ ହେବା ସହିତ ସେ ନିଜର ଭାରସାମ୍ୟ ରକ୍ଷା କରି ପାରିଥାନ୍ତେ। ସର୍ବାଣୀ ଇନ୍ଦ୍ରିୟ କର୍ମାଣି ପ୍ରାଣ କର୍ମାଣି ଚାପରେ ଆତ୍ମସଂଯମ ଯୋଗାଗ୍ନେ ଜୁହୋତି ଜ୍ଞାନ ଦୀପିତେ। ଏହି ଶ୍ଲୋକରେ ଭଗବାନ କହୁଛନ୍ତି, କେତେକ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ ତାଙ୍କର ଇନ୍ଦ୍ରିୟମାନଙ୍କର କର୍ମ ଏବଂ ପ୍ରାଣ ଶକ୍ତିକୁ ଆତ୍ମସଂଯମିତ ମନରେ ଅଗ୍ନିରେ ଅର୍ପଣ କରିଥାନ୍ତି। ଶ୍ରୋତାଗଣ, କେତେକ ଯୋଗୀ ଜ୍ଞାନ ଯୋଗର ମାର୍ଗ ଅନୁସରଣ କରିଥାନ୍ତି ଏବଂ ସେମାନେ ତାଙ୍କର ଜ୍ଞାନ ଶକ୍ତି ଦ୍ୱାରା ଇନ୍ଦ୍ରିୟମାନଙ୍କୁ ସଂସାରରୁ ହଟାଇଥାନ୍ତି। ହଠଯୋଗୀମାନେ ତାଙ୍କ ଇନ୍ଦ୍ରିୟମାନଙ୍କୁ ପ୍ରବଳ ଇଚ୍ଛାଶକ୍ତି ଦ୍ୱାରା ଦମନ କରୁଥିବା ବେଳେ
ଜ୍ଞାନଯୋଗୀମାନେ ତାଙ୍କର ଜ୍ଞାନକୁ ଆଧାର କରି ବାରମ୍ବାର ଅଭ୍ୟାସ ଦ୍ୱାରା ସେହି ଲକ୍ଷ୍ୟ ପ୍ରାପ୍ତ କରିଥାନ୍ତି। ସେମାନେ ସଂସାରର ନଶ୍ୱରତାକୁ ଗଭୀର ଭାବେ ଅନୁଧ୍ୟାନ କରି ନିଜକୁ ଶରୀର, ମନ, ବୁଦ୍ଧି ଓ ଅହଙ୍କାର ଠାରୁ ପୃଥକ ଭାବେ ଚିହ୍ନନ୍ତି। ଇନ୍ଦ୍ରିୟମାନଙ୍କୁ ସଂସାରରୁ ହଟାଇ ମନକୁ ଆତ୍ମାର ଧ୍ୟାନରେ ଲଗାନ୍ତି। ସେମାନେ ଆତ୍ମା ଓ ପରମାତ୍ମାଙ୍କୁ ଏକ ଭାବେ ମାନି ଆତ୍ମଜ୍ଞାନ ନିମନ୍ତେ ତାଙ୍କର ଲକ୍ଷ୍ୟ ସ୍ଥିର କରନ୍ତି। ତାଙ୍କର ଧ୍ୟାନକୁ ଦୃଢ଼ କରିବା ପାଇଁ ତତ୍ତ୍ୱମସି ଅର୍ଥାତ୍ ମୁଁ ସେଇ ଅଟେ ଏବଂ ଅହଂ ବ୍ରହ୍ମାସ୍ମି ମୁଁ ବ୍ରହ୍ମ ଅଟେ ଏମିତି ସେମାନେ ଜପ କରିଥାନ୍ତି। ଜ୍ଞାନ ଯୋଗର ମାର୍ଗ ଅତ୍ୟନ୍ତ କଠିନ ଅଟେ, ଯାହା ଦୃଢ଼ ସଂକଳ୍ପ ଏବଂ ଶୃଙ୍ଖଳିତ ବୁଦ୍ଧି ଆବଶ୍ୟକ କରେ। ଶ୍ରୀମଦ୍ ଭାଗବତମ୍ କହେ, ନିର୍ବିନା ନାମ ଜ୍ଞାନ ଯୋଗ। ଜ୍ଞାନ ଯୋଗରେ ସଫଳତା କେବଳ ସେହିମାନଙ୍କ ପାଇଁ ସମ୍ଭବ ଯେଉଁମାନେ ବୈରାଗ୍ୟର ଉଚ୍ଚ ସୋପାନରେ ଅଧିଷ୍ଠିତ ହୋଇଥାନ୍ତି। ଦ୍ରବ୍ୟ ଯଜ୍ଞାସ୍ତ ପଯଜ୍ଞା ଯୋଗ ଯଜ୍ଞାସ୍ତ ତାପରେ ସ୍ୱଧାୟ ଜ୍ଞାନ ଯଜ୍ଞାଶ୍ଚ ଯତୟଃ ସଂସିତ ବ୍ରତଃ। ଭଗବାନ ଏହି ଶ୍ଲୋକରେ ବୁଝାଉଛନ୍ତି ଯେ କେହି କେହି ତାଙ୍କ ପାଖରେ ଥିବା ଧନରାଶିକୁ ଯଜ୍ଞ ରୂପେ ପ୍ରଦାନ କରନ୍ତି। ଅନ୍ୟମାନେ ଯଜ୍ଞ ରୂପରେ କଠୋର ଆତ୍ମସଂଯମ ପାଳନ କରନ୍ତି। ଅନ୍ୟ କେହି କେହି ଅଷ୍ଟାଙ୍ଗ ଯୋଗ କ୍ରିୟାର ସାଧନ କରିଥାନ୍ତି। ପୁଣି କେତେଜଣ କଠୋର ପ୍ରତିଜ୍ଞାବଦ୍ଧ ହୋଇ ଶାସ୍ତ୍ର ଆଦି ପଠନ କରି ଯଜ୍ଞ ବର୍ଜନକୁ ଯଜ୍ଞ ରୂପେ କରିଥାନ୍ତି। ପ୍ରତ୍ୟେକ ମନୁଷ୍ୟ ତାଙ୍କର ସ୍ୱଭାବ, ଇଚ୍ଛା, କର୍ମ, ବୃତ୍ତି, ଲକ୍ଷ୍ୟ ଏବଂ ସଂସାର ଇତ୍ୟାଦିରେ ଜଣେ ଜଣେ ଅନ୍ୟ ଜଣଙ୍କଠାରୁ ପୃଥକ ହୋଇଥାନ୍ତି। ଭଗବାନ ଏଠାରେ ଅର୍ଜୁନକୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି ଯେ ଯଜ୍ଞ ଶତାଧିକ ପ୍ରକାରର କରାଯାଇପାରେ, କିନ୍ତୁ ଯେତେବେଳେ ସେସବୁ ଭଗବାନଙ୍କ ନିମିତ୍ତ ଉତ୍ସର୍ଗ କରାଯାଏ ତାହା ଇନ୍ଦ୍ରିୟ ଓ ମନକୁ ଶୁଦ୍ଧିକରଣର ମାଧ୍ୟମ ହୋଇଯାଇଥାଏ ଏବଂ ଆତ୍ମାକୁ ଉଚ୍ଚ ସ୍ତରକୁ ନେଇଯାଇଥାଏ। ସେ ଏହି ଶ୍ଲୋକରେ 3 ପ୍ରକାରର ଯଜ୍ଞ ବିଷୟରେ ଆଲୋଚନା କରିଛନ୍ତି। ପ୍ରଥମଟି ହେଲା ଦ୍ରବ୍ୟ ଯଜ୍ଞ। ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଭୌତିକ ସମ୍ପତ୍ତି ଧର୍ମ ଉଦ୍ଦେଶ୍ୟରେ ଦାନ କରିବାକୁ ଇଚ୍ଛା କରିଥାନ୍ତି। ଯଦିଓ ସେମାନେ ବୃହତ୍ ଓ କଷ୍ଟସାଧ୍ୟ ବ୍ୟବସାୟିକ କର୍ମରେ ନିମଗ୍ନ ରୁହନ୍ତି, ତଥାପି ତାଙ୍କର ଅନ୍ତରରେ ଭଗବାନଙ୍କ ନିମିତ୍ତ ତାଙ୍କର ଉପାର୍ଜିତ ଅର୍ଥରେ ସେବା କରିବାର ଉଦ୍ଦେଶ୍ୟ ରହିଥାଏ। ଏହିପରି ଭାବରେ ସେମାନେ ଧନ ଉପାର୍ଜନର ସ୍ୱାଭାବିକ ପ୍ରବୃତ୍ତିକୁ ଭଗବାନଙ୍କୁ ଭକ୍ତି ରୂପରେ ଅର୍ପଣ କରିଥାନ୍ତି। ଯୋଗ ସିଦ୍ଧି ଲାଭ କରିବା ପାଇଁ ଭଗବାନଙ୍କର ଶରଣାଗତି କରିବାକୁ ହେବ। ଯେଉଁମାନେ ଅଷ୍ଟାଙ୍ଗ ଯୋଗ ପ୍ରତି ଆକୃଷ୍ଟ, ସେମାନେ ଭଗବାନଙ୍କ ପ୍ରତି ପ୍ରେମ ବୃଦ୍ଧି କରିବା ପାଇଁ ତାଙ୍କର ଯୋଗ ସାଧନାକୁ ଭକ୍ତିର ଅଗ୍ନିରେ ଯଜ୍ଞ ରୂପରେ ଅର୍ପଣ କରନ୍ତି। ଯୌଗିକ ଆସନ ଓ ଭକ୍ତିର ଏହି ସଂଯୋଗ ଦ୍ୱାରା ସାଧକର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶୁଦ୍ଧି ହୋଇଥାଏ। ଜ୍ଞାନ ଯଜ୍ଞ। କେତେକ ବ୍ୟକ୍ତିଙ୍କର ଜ୍ଞାନ ଅର୍ଜନର ସ୍ପୃହା ରହିଥାଏ। ଏହି ସ୍ୱଭାବ ଯୋଗୁଁ ସେମାନେ ଭଗବାନଙ୍କର ଜ୍ଞାନ ଏବଂ ତାଙ୍କ ପ୍ରତି ପ୍ରେମ ବୃଦ୍ଧି କରିବା ପାଇଁ ଶାସ୍ତ୍ର ଅଧ୍ୟୟନରେ ଲିପ୍ତ ରହନ୍ତି। ସା ବିଦ୍ୟା ତନ୍ମ ଦ୍ୱିଜୟା ଅର୍ଥାତ୍ ପ୍ରକୃତ ଜ୍ଞାନ ତାହା ଅଟେ ଯାହା ଭଗବାନଙ୍କ ପ୍ରତି ଭକ୍ତି ବଢ଼ାଇଥାଏ। ଏହିପରି ଅଧ୍ୟୟନ ପ୍ରତି ଆକର୍ଷିତ ସାଧକମାନେ ଜ୍ଞାନର ଯଜ୍ଞ କରିଥାନ୍ତି। ଏହା ଯେତେବେଳେ ଭକ୍ତି ସହିତ ମିଶ୍ରିତ ହୁଏ, ସେତେବେଳେ ଭଗବାନଙ୍କ ସହ ପ୍ରେମଯୁକ୍ତ ମିଳନ ହୋଇଥାଏ। ଶ୍ରୋତାବନ୍ଧୁ, ଆଜି ଆମେ ଶ୍ଲୋକ 28 ପର୍ଯ୍ୟନ୍ତ ଆଲୋଚନା କଲୁ। ଆଗାମୀ ଅଧ୍ୟାୟରେ ଶ୍ଲୋକ 29 ଠାରୁ ଆମେ ଆଗକୁ ଆଲୋଚନା କରିବା। ହରେ କୃଷ୍ଣ। ଗୋବିନ୍ଦ ଆପଣଙ୍କର ମଙ୍ଗଳ କରନ୍ତୁ।